ଓଡ଼ିଶା ମୋ ରାଜ୍ୟ, ଓଡ଼ିଆ ମୋ ଭାଷା। ଦିନରୁ ଆରମ୍ଭ ହୁଏ ପଖାଳ କଂସା, ସେଥିରେ ଶାଗ ଭଜା, ବଡ଼ିଚୋରା, ଆଳୁ ବାଇଗଣର ଭର୍ତ୍ତା, ତା ସହ ବାଡ଼ିରେ ଅନ୍ୟ ଯେଉଁ ପନିପରିବା ଥିବ ସେଥିରେ ରନ୍ଧା ହୋଇଥିବା କିଛି ଖାଦ୍ୟ। ଦର୍ଶକ ବନ୍ଧୁ, ଓଡ଼ିଆ ବୋଲି ଗର୍ବ କରେ ମଣିଷ ଏଇଥିପାଇଁ, ଓଡ଼ିଶାର ମାଟି, ପାଣି, ପବନ, ତାର ସଂସ୍କୃତି, ତାର କଳା ସବୁଥିରେ ଅନ୍ୟ ରାଜ୍ୟଠାରୁ ଭିନ୍ନ ଆଉ ନିଆରା। ତେବେ ଦର୍ଶକ ବନ୍ଧୁ, ଓଡ଼ିଶା କୃଷିପ୍ରଧାନ ରାଜ୍ୟ, ତଥାପି ମଣିଷ କୃଷିଠାରୁ ଏବେ ଦୂରେଇ ଗଲାଣି। କୃଷି ତ ଆଉ କୃଷକ ପରି ଏଠି ଦେଖାଯାଆନ୍ତି ନାହିଁ। ନା କ୍ଷେତମାଳ ସବୁଜରେ ପରିପୂର୍ଣ୍ଣ ହୁଏ, ନା ନାଇଁ ସକାଳୁ ଉଠିକି ସେଇ ପଖାଳ କଂସା, ବଡ଼ିଚୋରା, ଆଳୁ ଭର୍ତ୍ତା, ଶାଗ ଭଜା ସହ ପେଟ ଭରି କୃଷକ ଯାଏ କ୍ଷେତକୁ। ହେଲେ ବି ଆଜି ବି ସମସ୍ତେ ଭଲ ପାଆନ୍ତି ସେଇ ପଖାଳକୁ। ପଖାଳର କୌଣସି ଦିବସ ନଥାଏ, ପଖାଳର କୌଣସି ଦିନ ନଥାଏ, କି ପଖାଳ ପାଇଁ ନିର୍ଦ୍ଦିଷ୍ଟ ସମୟ ନଥାଏ। ସକାଳ ହେଲା ଦୈନନ୍ଦିନ କାର୍ଯ୍ୟ କରିବାକୁ ଆଗଭର ହୁଏ। ଏତେବେଳେ ମଣିଷ ପଖାଳ ମୁଠାଏ, ତୋରାଣୀ ମୁନ୍ଦାଏ ପିଇ ଦେଇ ପେଟ ଭରି ବେଶ୍ ଶାନ୍ତିରେ ନିଜ କାର୍ଯ୍ୟକୁ ଆଗେଇ ନିଏ। ମୋର ଆଜି ପଖାଳ କଂସା, ଆଜି ନୁହେଁ ପିଲାଟି ବେଳୁ ଖାଉଛି, ଖାଉଥିବି, ଜିଇଁଥିବି ଯେତେ ଦିନ। ନାରୀ ଭାବେ ବୋଧେ ଏଇଥିପାଇଁ ଟିକିଏ ନିଆରା, ସମସ୍ତେ ଖାଇସାରିଲା ପରେ ଯାହା ବଳେ ସେଇ କଂସା ଭିତରୁ ସାଉଁଟି ପଖାଳରେ ପେଟ ଭରେ। ମୋତେ ଭାରି ଭଲ ଲାଗେ ତାହା କରିବା ପାଇଁ, ଆଉ ସେଥିରେ ବହୁତ ଆନନ୍ଦ ମିଳେ, ମନ ଶାନ୍ତି ହେଇଯାଏ। ଆଜିର ଏହି ପଖାଳ କଂସାରେ ମୋର ଘରର ସମସ୍ତ ସଦସ୍ୟ ଖାଇସାରିଲା ପରେ ଯାହା ଥିଲା ଛୁଇଁ ଆଳୁ ସୋରିଷ ପଡ଼ି ଭଜା, ବଡ଼ିଚୁରା, ଟମାଟୋ ଚଟଣି, ତା ସହ ପଖାଳରେ 2-3 ଚାମଚ ଦହି, ଲେମ୍ବୁ ଫାଳେ, ପୋଦିନା ଧନିଆର ପତ୍ର। ହଉ ଦର୍ଶକ ବନ୍ଧୁ, ସେଇ ଜୀବନ ଭିତରେ ଆମକୁ ବଢ଼ିବାକୁ ହେବ ଆଉ ଆଗେଇବାକୁ ହେବ। ଆପଣ ବି ପଖାଳକୁ ଭଲ ପାଆନ୍ତୁ ଆଉ ପଖାଳ ଖାଆନ୍ତୁ। ନମସ୍କାର ଦର୍ଶକ ବନ୍ଧୁ, ଆଉ ଏକ ଅଧ୍ୟାୟରେ ପୁଣି ଦେଖାହେବ ମୋର ୟୁଟ୍ୟୁବ୍ ଚ୍ୟାନେଲ୍ ପ୍ରକୃତି ରାଣୀରେ ଆପଣଙ୍କ ସହ। ସେ ପର୍ଯ୍ୟନ୍ତ ରହୁଛି। ନମସ୍କାର, ଜୟ ଜଗନ୍ନାଥ।